ଅଶୀତମ ସ୍ୱାଧୀନତା ଦିବସ ଅବସରରେ ମୁଁ ସମ୍ପୂର୍ଣ୍ଣ ଭାରତବାସୀ, ରାଜ୍ୟବାସୀ ଏବଂ ଜିଲ୍ଲାବାସୀଙ୍କୁ ଅଶେଷ ଅଶେଷ ଶୁଭେଚ୍ଛା ଜଣାଉଛି। ମୁଁ ଅଶୋକ ମିଶ୍ର, ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ଭାବେ ଏଠି ଦାୟିତ୍ୱ ନିର୍ବାହ କରୁଛି। ଆଉ ଏହି ସ୍ୱାଧୀନତା ଦିବସ ଅବସରରେ ସମଗ୍ର ଜିଲ୍ଲାବାସୀଙ୍କୁ ଏହାର ଶୁଭେଚ୍ଛା ଜଣାଉଛି। ସମସ୍ତେ ଏହି ଦିବସକୁ ଭରପୁର ଉତ୍ସାହର ସହ ପାଳନ କରନ୍ତୁ। ଇଏ ଆମ ପାଇଁ ଗୋଟିଏ ଗର୍ବ ଏବଂ ଗୌରବର ଦିନ। ଏହା ସହିତ ଆମ ଦେଶର ଇତିହାସ ଯୋଡ଼ି ହୋଇ ରହିଛି। ଏହି ଦିନ ଆମ ଦେଶ ସ୍ୱାଧୀନ ହୋଇଥିଲା। ଏହି ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ସହ ଆମେ ଏତିକି ହିଁ କାମନା କରିବା ଯେ ଆସନ୍ତୁ ଘରେ ଘରେ ତିରଙ୍ଗା ଲଗାଇବା ଏବଂ ଦେଶ ସ୍ୱାଧୀନତାକୁ ହୃଦୟରୁ ଖୁସିର ସହ ପାଳନ କରିବା। ଏଥିପାଇଁ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ମଧ୍ୟ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି। ଆଉ ଏହି ସ୍ୱାଧୀନତା ଦିବସ ଅବସରରେ ବର୍ଷ ବର୍ଷ ଧରି ଓଡ଼ିଶା ଭାସ୍କର ଯେଉଁ ମିଡ଼ିଆ ଅନୁଷ୍ଠାନ ରହିଛି ତା ପକ୍ଷରୁ ଯେଉଁ ଆୟୋଜନ କରାଯାଉଛି ମା ତୁଝେ ସଲାମ କାର୍ଯ୍ୟକ୍ରମ, ୟାକୁ ମଧ୍ୟ ଆମେ ସଲାମ ଜଣାଉଛୁ। କାରଣ ଇଏ ଗୋଟିଏ କାର୍ଯ୍ୟକ୍ରମ ନୁହେଁ, ଇଏ ଆମ ଦେଶରେ ଯେଉଁ ବୀର ଯବାନମାନେ ଯେଉଁମାନେ ବଳିଦାନ ଦେଇଛନ୍ତି ନିଜ ଜୀବନକୁ, ସେମାନଙ୍କୁ ସମ୍ମାନିତ କରିବାର, ସେମାନଙ୍କୁ ଲୋକଲୋଚନକୁ ଆଣିବାର ସମୟ। ସେମାନେ ଗୋଟେ ଉତ୍ସାହ ଏବଂ ପ୍ରୋତ୍ସାହନ ଦେଉଛନ୍ତି। ତେଣୁ ତାଙ୍କର ଏହି କାର୍ଯ୍ୟକ୍ରମକୁ ହୃଦୟରୁ ସାଧୁବାଦ ଏବଂ ଧନ୍ୟବାଦ ଜଣାଉଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ଅନେକ ବଳିଦାନ ଦେଇଥିବା ଯବାନମାନେ ସେଠାରେ ଯାଇ ତାଙ୍କ ପରିବାର ସମ୍ମାନିତ ହୋଇଛନ୍ତି, ତାଙ୍କର ଗୁଣଗାନ କରାଯାଇଛି, ଯାହାକୁ ଆମେ ହୃଦୟରୁ ସଲାମ ଜଣାଉଛୁ।